ବଜ୍ରଘାତରେ ପ୍ରାଣ ହରାଇଲେ ଯୁବକ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଖରସେଲବାଞ୍ଛି ଗାଁରେ ଶୌଚ କାର୍ଯ୍ୟ ପାଇଁ ଘର ନିକଟ ପୋଖରୀ ପାଖକୁ ଯାଇଥିବା ଯୁବକ ସେନ୍ସଦେବ ମିର୍ଦ୍ଧାଙ୍କ ଉପରେ ବଜ୍ର ପଡ଼ି ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ପରେ ଯୁବକ ଘରକୁ ଫେରି ନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇ ବହୁ ଖୋଜାଖୋଜି କରିଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ। ହେଲେ ମୃତଦେହ ଆଜି ସକାଳ ଗାଁ ନିକଟ କ୍ଷେତରେ ମିଳିଥିଲା। ପରେ ମୃତଦେହକୁ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏପରି ଦୁଃଖଦ ଘଟଣା ଦ୍ୱାରା ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି ଓ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି। ମୋ ନାଁ ହେଉଛି ଆଜ୍ଞା ରମେଶ ମିର୍ଦ୍ଧା ଆଉ ମୁଇଁ ହେଉଛି ଖରସେଲବାଞ୍ଜି ଗ୍ରାମବାସୀ ନିବାସୀଆ ଆଉ ଯେନ୍ ଭାଇଟା ଡେଥ୍ କରିଗଲେ ସେଟା ହେଉଛି ମୋର ବବାର ପୁଅ। ସେ ତାକୁ ବେଶୀ ବି ଏଜ୍ ନି ହେବାର୍ 25-26 ବରଷ ହଉଛେ। ସେ ଏବେ ବିହା ହେଇକରି ଦୁଇଟା ଛୁଆ ତାଙ୍କ ପୁଅଟେ ଝିଅଟେ ଅଛେ। ସେ ମାନେ ତାର କର୍ମଜୀବୀଟା ହଉଛେ ସେ ଚାଷବାସ କରୁଥିଲା ବହୁତ ନିହାତି ତା ମାନେ ଗରିବ ଫ୍ୟାମିଲିର ସେ। ଆଉ ସେ କାଣା ଗୋଟେ ହେଇଗଲା ମାନେ ଯାଇଥିଲା ସେ ତାର ଶାଶୁଘର ନେ ଥିଲା ସେ ଆଉ ସେ ଝାଡ଼ା କାଣା ଯାଇଥିଲା ଗଲା ମାନେ ତା ମାନେ ବର୍ଷା ବର୍ଷି ହେଇଛି କାହିଁ ଲୁକି ନି ପାରଲା କାଣା ଯେ ବିଜଲି ମାରି ଦେଇଛେ ସେନା ସ୍ପଟ୍ କା ଡେଥ୍ ହେଇଛେ ଆଉ ସେ ପଡ଼ି ରହିଛେ। ଆଉ ଆମେ ଏଇଟା ଚାହିଁମୁ କି ଗାଁ ବାଲେ ଯେତେ ଆମେ ଆସିଛୁ ବି ଯେତିକି ବି ତାର ଆମେ ମାନେ ଭାଇ ଯାଇ ଅଛୁ ସବୁ ଖାଲି ଏତିକି ଚାହୁଁଛୁ କି ତାକେ ଗଭର୍ଣ୍ଣମେଣ୍ଟ ତରଫରୁ କିଛି ପ୍ରଶାସନରୁ କିଛି ଯେନ୍ଟା ବି ଅଛେ ଆର୍ଥିକ ତାମାନେ ସାହାଯ୍ୟ ମିଳୁଛି ଯେନ୍ତା ତାର ପରିବାର ଚଲବେ। ତାମାନେ ଛୁଆରେ ପୁଅଟେ ଅଛେ 2 ବର୍ଷ କି 3 ବର୍ଷ ହଉଛି ପୁଅକେ ଆଉ ଝିଅଟେ ଅଛେ ଏନ୍ତା ବର୍ଷେ ଖଣ୍ଡେ ହଉଛି। ବଲାଙ୍ଗୀରରୁ ଫିରୋଜ କୁମାର ସାହୁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।